বুঝিলু মধু, এ গাঁর অবস্থা নাই। আরে মাউসী, এ সকালটারে গোড়া ধরি পোখରୀ আড়କୁ যাଉଛ যে, নଳକୂପରେ କଣ ପାଣି ବାହାରୁନି କି? ଆଉ କଣ ନଳକୂପ ଅଛି ଯେ ପାଣି ବାହାରିବ? 3 ମାସ ହେଲାଣି ସେ ନଳକୂପ ଖରାପ ହେଇସାରିଲାଣି। ସେ ୱାର୍ଡ ମେମ୍ବରକୁ କହି କହି ତଣ୍ଟି ଶୁଖିଲାଣି ପଛେ ମରାମତି କାମ ଆରମ୍ଭ ହଉନାହିଁ। ଆରେ ମରାମତି କାମ ଆରମ୍ଭ ହବ କେମିତି? ସେ ଟାଉଟର ଧନେଶ୍ୱର କଥାରେ ପରା ସେ ୱାର୍ଡ ମେମ୍ବର ଖାଲି ଉଠୁ ବସ ହଉଛି। এই আমার সোনা প্রধান যে মিনা কথা দেখুন, ঝিও চাকরি করবে বলি 3 লক্ষ টাকা ঋণ করে সে টাউটর ধনেশ্বরକୁ ଦେଇଥିଲା। ଚାକିରି ତ ମିଳିଲାନି, ଆଉ ଶେଷରେ ଏବେ ଝିଅଟା ଅଧା ପାଗଳି ହୋଇ ଗାଁରେ ବୁଲୁଛି। ମୁଁ ପାଠ ପଢିବି, ମୁଁ ଚାକିରି କରିଛି, ତୁ ଚାକିରି କରିବୁ, ତୁ ଚାକିରି କରିବୁ, ମୁଁ ଚାକିରି କରି ସମସ୍ତଙ୍କୁ ପଇସା ଦେବି, ମୋ ବାପା ମାଙ୍କୁ ପଇସା ଦେବି, ମୋ ମାଙ୍କୁ ପଇସା ଦେବି। ହେଲେ ମୋ ବାପା ମା ତ ନାହାନ୍ତି, ମୁଁ ପଇସା କାହାକୁ ଦେବି ପଇସା?
ତେବେ ଆମକୁ କେହି ରୋକିପାରିବେନି। ସତେ ରହି ଅନ୍ୟାୟ ବିରୁଦ୍ଧ ଲଢ଼ିବାକୁ ହେବ। କଥାରେ କିଛି ହେବ ନାହିଁ। ତୁମେ ଠିକ କଥା କହୁଛ ଦିଦି, ହେଲେ କିଏ ଆଗେ ଆସିବ? ସମସ୍ତେ ପରା ତାକୁ ଡରୁଛନ୍ତି। ଆଉ ସିଏ ତ ସମସ୍ତଙ୍କୁ ଡରେଇ ରଖିଛି। আরে কৃষ্ণ কিরে কিয়ে কাহাকু ডরাই রখিছি রে? ଡରେଇଛି। ଆରେ କୃଷ୍ଣ ଏ ଗାଁରେ କଣ ଭୂତ ବାହାରିଲାଣି ନା କଣ? কଣ রে কৃষ্ণ কিছু গুপ্ত বৈঠক চালিছি বোধে। আসিলানি মো কানকু কিছু গাঁ বিরোধী কথা আসিলানি। ଏ କଥା କଣ କି ଏ ଆମ କୃଷ୍ଣ ଟିକେ ବେଶୀ ପାଠ ପଢିଦେଲାଣି। ସେଥିପାଇଁ ଆମ ସରକାରକୁ ବଦନାମ କରିବା ପାଇଁ ଚେଷ୍ଟା କରୁଛି। ବଢିଆ ରାଜନୀତି କଲାଣି, ବିୟୁଟିଫୁଲ। ଏ କଣ କିରେ କୃଷ୍ଣ, ମନ୍ତ୍ରୀ ଫନ୍ତ୍ରୀ ହବୁ କିରେ? ଆଉ ଯଦି ହବୁ ଆମ ଦଳରୁ ଛିଡା ହବୁ ନା କଣ କହୁଛନ୍ତି ଆଜ୍ଞା? তু চুপ কর। দেখে কৃষ্ণ যদি ভালো গতি ଅଛି তাহলে সে রাজনীতি বন্ধ কর। তো বাপা যেমিতি ମୋ ଆଗରେ ମୁଣ୍ଡ ଧରି ଚାଲୁଥିଲା ତୁ ବି ସେମିତି ଚାଲେ, ନହେଲେ ଅନାନି ତୋ ଟାଙ୍କ ଆଣିବାକୁ ମତେ ବେଶୀ ସମୟ ଲାଗିବନି। ମୁଁ ହଉଛି ଏ ଗାଁର ମାଲିକ। ଏଠି ମୁଁ କହିଲେ ରାତି ହବ, ଆଉ ମୁଁ କହିଲେ ଦିନ ବି ହବ। ସରପଞ୍ଚ ମହାଶୟ, ଏହା ଗଣତନ୍ତ୍ର। ଆପଣ ସରପଞ୍ଚ ହିସାବରେ ଏ ଗାଁର ଜଣେ ସେବକ ଯେ ନିଃସ୍ୱାର୍ଥପର ହୋଇ ସବୁ ଲୋକମାନଙ୍କର ସେବା କରିବା କଥା। ମାଲିକ ନୁହନ୍ତି, ସମସ୍ତଙ୍କର ଟିକେ କଥା କହିବାର ମଧ୍ୟ ଅଧିକାର ଅଛି। अरे बिलुआ ए नुआ चढ़ेईटा किए किरे तेरा झाड़ी खाली फर फर होउची। ଇଏ ବା ଆମ ଗାଁ ସ୍କୁଲର ନୂଆ ମାଷ୍ଟରାଣୀ। ମାସେ ଖଣ୍ଡେ ହେଲା ଆଇଛି। ହୋଇ ମାଷ୍ଟରାଣୀ, ତୁମେ ପାଠ ପଢା ଛାଡିକିରି କି ରାଜନୀତିରେ ମାତିଲଣି? मास्टरानी महाशया तुम्हें जम्मा एठी राजनीति कर नहीं, तुम्हें स्कूल संभाल। आउ जदि बेसी राजनीति कर ताहले तुम चाकरी साटकु तुम्हें भी एठू फूर की ना उड़ी जीव। ଆରେ କୁସୁନ, ଏ ମାଷ୍ଟରାଣୀ ନୂଆ ଆଇଛନ୍ତି। ଏ ଗାଁ ଗାଈଟା କଟକଣା ବିଷୟରେ କିଛି ଜାଣି ନାହାନ୍ତି। ତାକୁ ଟିକେ ବୁଝେଇ ଦେ। ଠିକ ଅଛି ଆଜ୍ଞା, ଆମେ ଏହା ବିଷୟରେ ଆଉ କଥା ହେବୁ ନାହିଁ। এইটা হচ্ছে ভালো কথা। তুমি পথর গুটেইবা লোক তোটামূল করিବାକୁ চেষ্টা করে নাই। এবে যাও ସମସ୍ତେ ନିଜ ନିଜ କାମ କର। ଚାଲେ ବିଲୁଆ ସେପଟେ ମାଉଁସ ରନ୍ଧା ସରିବଣି। ଆଜ୍ଞା। ଭୟରେ ଆଉ କେତେ ଦିନ ଚଳିବ? ଯେ ପର୍ଯ୍ୟନ୍ତ ଏ ଗାଁରେ ଶିକ୍ଷା ଆଉ ଶାସନ ଆସିଛି ସେ ପର୍ଯ୍ୟନ୍ତ ଏଠି ଦୁର୍ନୀତି ଚାଲି ରହିଥିବ। ଆଉ ମୁଁ ଥିବା ଯାଏ ଏପରି ହେବାକୁ ଦେବି ନାହିଁ। ଆସ ଆମ୍ଭେମାନେ ମିଳିମିଶି ଏ ଦୁର୍ନୀତି ବିରୁଦ୍ଧରେ ପ୍ରତିବାଦ କରିବା। ସରପଞ୍ଚ ଧନେଶ୍ୱରଙ୍କ ଭଳି ଦୁର୍ନୀତିଗ୍ରସ୍ତ ଲୋକମାନଙ୍କୁ ଉଚିତ ଶିକ୍ଷା ଦେବ। ଏହା ହେଉଛି ଆମ ପ୍ରତିବାଦର ହୁଙ୍କାର। ଏହା ହେଉଛି ଆମ ମାନଙ୍କର ପ୍ରତିବାଦର ହୁଙ୍କାର। ଦୁନିଆ ଖରା ବେଳଟାରେ ଏ ପଡ଼ିଆ ମଝିରେ ଏ ପିଲାମାନଙ୍କୁ କି ପାଠ ପଢଉଛୁ? ତାଙ୍କୁ ଛାଡ଼ି ଦଉନୁ। ଆସ ଆସ ମାଉସୀ, ଆଜି ମାଉସୀ ଆମମାନଙ୍କ ସାଙ୍ଗରେ ମିଳିମିଶି ପାଠ ପଢ଼ିବେ। ତୁମେ ତ ଜାଣିଛ ମାଉସୀ, ଏହି ଯୁଗରେ ପାଠ ପଢ଼ି ଶିକ୍ଷିତ ହେବା କେତେ ଜରୁରୀ। ଆଇ ଦିଦି ଆମକୁ କହୁଛନ୍ତି ଯଦି ଆମେ ଭଲ ପାଠ ପଢି ଭଲ ମଣିଷଟେ ହବା ତାହେଲେ କେହି କେବେ ଆମକୁ ଠକି ପାରିବେ ନାହିଁ। ହଁ ଦିଦି, ଯଦି ଆମେ ଭଲ କରି ସରକାର ଯୋଜନା ବିଷୟରେ ଜାଣିପାରିବା ତେବେ ସରପଞ୍ଚଙ୍କ ଭଳି ଲୋକଙ୍କୁ ଦୁର୍ନୀତିରୁ ରଖିପାରିବା। ତୁମେ ମାନେ ଠିକ
ହଉଛ ମାଉସୀ। ଏଇ ଦେଖୁନ ଆମ ଗାଁର ଅଧିକାଂଶ ଲୋକ ଏପର୍ଯ୍ୟନ୍ତ ଅକ୍ଷର ଚିହ୍ନି ଜାଣି ନାହାନ୍ତି। ଫଳରେ ସରପଞ୍ଚ ଧନେଶ୍ୱର କୋଉ କାଗଜପତ୍ର ଦସ୍ତଖତ କରିବା ପାଇଁ କହିଲେ ଆମ ଗାଁ ଲୋକମାନେ ଆଖି ବନ୍ଦ କରି ଟିପ ଚିହ୍ନ ଦେଇ ଦିଅନ୍ତି। ଏହା ହିଁ ତ ହେଉଛି ଦୁର୍ନୀତିର ଏକ ପ୍ରମୁଖ କାରଣ। ହେଲେ ଦିଦି, ସେଥିପାଇଁ କଣ ଆମେ ଆମ ବାପା ମାଙ୍କୁ ଆଉ ପାଠ ପଢେଇ ପାରିବା ନାହିଁ? ନିଶ୍ଚୟ ପଢେଇ ପାରିବ। ସେଥିପାଇଁ ମୁଁ କହୁଛି ତୁମେ ନିଜ ନିଜ ଘରେ ବସି ନିଜ ମା ବାପାଙ୍କୁ ଅକ୍ଷର ଚିହ୍ନି ଜାଣିବା ଶିଖାଅ। ସାଧାରଣ କଥା ଗୁଡ଼ିକ ତାଙ୍କୁ କୁହ। ସରକାରୀ ଯୋଜନା ଗୁଡ଼ିକୁ ତାଙ୍କୁ ବୁଝାଅ। ଶିକ୍ଷା କେବଳ ଚାକିରି ପାଇଁ ନୁହଁ, ଏହା ଜାଗ୍ରତ ହେବାର ଏକ ପ୍ରମୁଖ ରାସ୍ତା। ଆରେ ଭାଇ ତାହେଲେ ଦିଦି ଏଠୁ ଧନ୍ୟ ତୁମେ ମା, ତୁମ ଭଳି ଶିକ୍ଷୟିତ୍ରୀଙ୍କ ପାଇଁ ଆଜି ଆମ ଏଇ ଗାଁର ଭାଗ୍ୟ ବଦଳିବ। ଆମେ ସିନା ପାଠ ପଢି ନଥିବାରୁ ଅଜ୍ଞାନତାରୁ କଷ୍ଟ ପାଉଛୁ, କିନ୍ତୁ ଆମ ପିଲାମାନେ ସେପରି ହେବେ ନାହିଁ। ନା ମାଉସୀ, ମୁଁ ତ ଖାଲି ମୋ କର୍ତ୍ତବ୍ୟ କରୁଥିଲି। ମନେ ରଖ ପିଲାମାନେ, ଶକ୍ତି କେବଳ ବାହୁରେ ନଥାଏ, ଏହା ବୁଦ୍ଧି ଏବଂ ଜ୍ଞାନ ମଧ୍ୟରେ ଥାଏ। ତୁମେମାନେ ଯେତେବେଳେ ପଢିବ ସେତେବେଳେ ଜାଣିବ, ଆଉ ଯେତେବେଳେ ଜାଣିବ ସେତେବେଳେ ପ୍ରଶ୍ନ କରିବ, ଆଉ ଯେତେବେଳେ ପ୍ରଶ୍ନ କରିବ ଏ ଦୁର୍ନୀତିଗ୍ରସ୍ତ ଲୋକମାନେ ତମକୁ ଡରିବେ। ମଲୁକି ଗଲୁ କିଛି ବୁଝୁନୁ, ଆଉ
ମାଗୁଛୁ ଆଉ ଦେଲୁ ମତେ ବ୍ୟାଗଟା ଦେ ମୁଁ ଯାଇ ଡିଆଇ ରୋଡରୁ ପରିବା ପତ୍ର ମଟନ ନେଇକି ଆସେ ଦେଲୁ ମତେ ବ୍ୟାଗଟା ଦେ ଆଗରୁ କହୁଥିଲୁ ତୁ ଖାଇବୁ ମଟନ ଆମେ ଖାଇବୁ ପଖାଳ ଶୁଖୁଆ ପୋଡା ଛୁଞ୍ଚିଆ ଗଲୁ ବେଗଟା ନେଇ ଆସିବୁ ଛୁଞ୍ଚିଆ ରେ ମାଙ୍କଡ ମୁହା ଦିନ ସାରା ଖାଲି ଗିଳୁଥା ଆଉ ସେଇ ଫୋନରେ ଗେମ୍ ଖେଳୁଥା ଯାଉଛୁ ନାଠୁ ଅନା ଭଲରେ ଯିବୁ ଭଲରେ ଜିନିଷ ନେଇ ଆସିବୁ ଆଉ ଯଦି ପୁଣି ମଦ ପିଇ ଘରେ ନାଟ କଲୁ ଏଇ ପେଟେନେ ମେଡିସିନକୁ ଅନେଇ ଥା ନାଇଁ ଲୋ ମେଙ୍ଗିଲି ତୁ ଆଉ ମତେ ମାର ନା ତୁ ଯାହା କହିଛୁ ମୁଁ ତାହା ନେଇକି ଆସିବି ମତେ ଆଉ ମାର ନା ଲୋ ତୁ ଯାହା କହିଛୁ ମୁଁ ତାହା ନେଇକି ଆସିବି ମାରେ ନା ଶୁଣ ଶୁଣ ମୁଁ ଆଜି ତୁମମାନଙ୍କୁ ଆଉ କେତୋଟି ନୂଆ ଯୋଜନା ବିଷୟରେ କହିବି। ମୁଁ ତ ତୁମମାନଙ୍କ ପାଇଁ ଦିନ ରାତି କାମ କରୁଛି ଆଉ ଏହା ହେଉଛି ଆମ ଗାଁକୁ ସହର କରିବାର ସମୟ। ଜିନ୍ଦାବାଦ ଜିନ୍ଦାବାଦ ସରପଞ୍ଚ ବାବୁ ଜିନ୍ଦାବାଦ ଆମ ଗାଁର ଭାଗ ବିଧାତା ଧନେଶ୍ୱର ଭାଇ ଜିନ୍ଦାବାଦ ତୁ ଦେଖେ ମଧୁ ସେ ବିଲୁଆ କେମିତି ସେ ସରପଞ୍ଚକୁ ଆଙ୍କୁଡିରେ ଟେକୁଛି ଖାଇ ଖାଇ ତ ଗାଁକୁ ସାରି ସାରିଲେଣି ତାପରେ ପୁଣି ବଡ ବଡ କଥା ଆରେ ଶଙ୍କର କଣ କହୁଛୁ କି ରେ ନାଇଁ ଆଜ୍ଞା ସେ ମଧ୍ୟ ମୋ ବାବୁ ଗୋଟିଏ ମହାନ କାମ ବିଷୟରେ କହୁଛି। ତୁମେ ଯାହା କହୁଛି ବିଲ ଭାଇ ଆମ ବାବୁଙ୍କ ପାଇଁ ଆମ ଗ୍ରାମର ବହୁତ ବିକାଶ ହୋଇଛି। ଯା ହଉ ରେ ତମେ ଦିଟା ତ ଦିନ করে ବୁଝିଲ ଦେଖୁଛ ତ ଭାଇମାନେ ଆମ ସରପଞ୍ଚ ମହାଶୟଙ୍କର କେତେ ଚର୍ଚ୍ଚା ୟାଙ୍କ ଭଳି ସରପଞ୍ଚ ତମକୁ 7 ଜନ୍ମରେ ବି ମିଳିବ ନାହିଁ। ଥାଉ ଥାଉ ବିଲୁଆ ମତେ ନିଜ ପ୍ରଶଂସା ଭଲ ଲାଗେନି। ହଉ ତେବେ ଶୁଣ ଆମ ଗାଁରେ ଏକ ବଡ଼ ପୋଖରୀ ଖୋଳିବା ସବୁ ଚାଷୀଙ୍କୁ ମାଗଣାରେ ଜଳ ସୁବିଧା ମିଳିବ। କ୍ଷମା କରିବେ ସରପଞ୍ଚ ମହାଶୟ ଆପଣ ଏତେ ବଡ ବଡ ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ ଗତ ବର୍ଷ ବାତ୍ୟା ସହାୟତା ପାଇଁ ଯୋଉ 30ଟି ଘର ନିର୍ମାଣ ପାଇଁ ମଞ୍ଜୁର ହୋଇଥିଲା ସେଥିରୁ ମାତ୍ର 5ଟି ଘର ନିର୍ମାଣ ହୋଇଛି ଆଉ 25ଟି ତ ହୋଇନାହିଁ ତାହେଲେ ସେଥିପାଇଁ ଆସିଥିବା ଟଙ୍କା କୁଆଡେ ଗଲା? କୃଷ୍ଣ ତୁ ପୁଣି ରାଜନୀତି ଆରମ୍ଭ କରିଦେଲୁ। ମୁଁ ତତେ ଆଗରୁ କହିଛି ଚୁପ୍ ରହ ନହେଲେ ପରିଣାମ ଭଲ ହବ ନାହିଁ। ଆରେ କୁସୁନ ତୁ ବୁଝିପାରୁନୁ ସରପଞ୍ଚ ମହାଶୟ ସବୁ ଟଙ୍କା ଆମ ଭଲ ପାଇଁ ରଖିଛନ୍ତି ଏବେ ଘର କରିଥିଲେ ଭାଙ୍ଗି ଯାଇଥାନ୍ତା ସେ ସବୁ ଟଙ୍କା ଭବିଷ୍ୟତ ପାଇଁ ଆମ ପାଇଁ ଲୁଚାଇ ରଖିଛନ୍ତି ସେ ଜଣେ ବହୁତ ଦୂରଦୃଷ୍ଟି ସମ୍ପନ୍ନ ଲୋକ। ଆରେ 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 ବିଲୁଆ କଣ କରୁଛୁ ମୋ ଚପଲ ଛିଣ୍ଡେଇବୁ ନା କଣ? ନାଇଁ ଆଜ୍ଞା ଆପଣ ତ ମୋର ଭଗବାନ ସେଥିପାଇଁ ଟିକେ ଭୂମିଷ୍ଠ ପ୍ରଣାମ କରୁଥିଲି। ଆରେ ବିଲୁଆ ଭଗବାନ ତୋର ଏଇ ଭଗବାନ ପରା ସେ ନିରୀହ ରାଧୁଆର ଫସଲ ନଷ୍ଟ କରିଦେଲା କଣ ଏହା ବି ତାଙ୍କର ଦୂରଦୃଷ୍ଟି ଥିଲା? ଖାଲି ସେତିକି ନୁହେଁ ସନା ପ୍ରଧାନ ଝିଅ ଯୋଉ ମିନା ସିଏ ଆଜି ପାଗେଳି ହୋଇ ବୁଲୁଛି ଏହା ବି କଣ ତାଙ୍କର ଦୂରଦୃଷ୍ଟି ଥିଲା? ମାଉସୀ ତୁ ଏଠୁ ଯା ତୁ ବୁଢୀ ଲୋକ ରାଜନୀତିରେ ମୁଣ୍ଡ ପୁରାନା। କାହିଁକି ଯିବି ଧନେଶ୍ୱର
ଆପଣ ସତରେ କାମ କରିଛନ୍ତି ତାହେଲେ କାଲି ଆସିଥିବା ଅଡିଟ୍ ଟିମ୍କୁ ସବୁ ହିସାବ ଦେବେ। ଡରୁଛନ୍ତି କାହିଁକି? କୋଉ ଓଟିଟି କଥା କହୁଛୁ କି ରେ? ହେ ଆମ କୃଷ୍ଣଟା ପାଗଳ ହେଇଗଲାଣି। ଆମ ସରପଞ୍ଚ ମହାଶୟ ବହୁତ ଭଲ କାମ କରିଥିବାରୁ ଓଟିଟି ଟିମ୍ ତାଙ୍କୁ ପୁରା ପୁରସ୍କାର ଦେବା ପାଇଁ ଆସୁଛନ୍ତି। ଶୁଣୁ କୃଷ୍ଣ, ଏସବୁ ତମର ମିଛ ଅଭିଯୋଗ। ଆମର ରିପୋର୍ଟ ସଫା ଅଛି। ମୁଁ କାହାକୁ ଡରୁ ନାହିଁ। ଆସୁ ଅଡିଟ୍ ଟିମ୍, ମୁଁ ସବୁ ହିସାବ ଦେବି। କିନ୍ତୁ ମୁଁ ଜାଣିଛି ତୁମମାନଙ୍କୁ କିଏ ଉସ୍କାଉଛି। ହଉ ଏବେ ଯାଅ, ସମସ୍ତେ ନିଜ ନିଜ କାମ କର। ଆଜି ପାଇଁ ବୈଠକ ଏଇଠି ସରିଲା। ଚାଲ ଭିଲୁଆ। ଆଜ୍ଞା। ତମେମାନେ ଦେଖିଲ ସେ କେମିତି ଡରିଲା? ଆମ କଥା ତା ପେଟକୁ ଗଲା ନାହିଁ। ଆମେ ଯଦି ସବୁବେଳେ ଏମିତି ହିଁ ନ ଡରି ଏକାଠି ରହିବା ତାକୁ ହରାଇବା ଆମ ପାଇଁ ସହଜ ହୋଇଯିବ। ତୁମେ ଠିକ କଥା କହିଛ ମାଉସୀ। ଆମେ ଏବେ ଗୁରୁମାଙ୍କ ପାଖକୁ ଯିବା। ତାଙ୍କୁ କାଲି ଆସିଥିବା ଅଡିଟ୍ ଟିମ୍ ବିଷୟରେ କହିବା। ସିଏ ହିଁ ଆମକୁ କିଛି ବାଟ ଦେଖାଇ ପାରିବେ। ହଁ ହଁ ହଁ, ଚାଲ ଯିବା। ଆଜ୍ଞା, ଆପଣ ଏମାନଙ୍କୁ ମେଣ୍ଢା କହୁଥିଲେ କି? ହେଲେ ସେମାନେ ତମ ଧୋତି ଖୋଲିବାକୁ ବସିଲେଣି। ମୁଁ ଭାବୁଥିଲି ସେ ରାସ୍ତା କାମରେ ମାରିଥିବା 20 ଲକ୍ଷ ଟଙ୍କାଟା କୋଉଠି ରଖିବି। ଆଉ ଯଦି ଅଡିଟ୍ ଟିମ୍ ରେଡ୍ ପକାନ୍ତି ତାହେଲେ ତ ମୋ ଭେକାଳ ବୁଡ଼ିଯିବ। ମୁଁ କଣ କହିବି ଆଜ୍ଞା? ମୋ ନାଁ ତ ସିନା ବିଲୁଆ, ହେଲେ ମୋ ମୁଣ୍ଡରେ ବୁଦ୍ଧି ନାହିଁ। ହଁ ଏବେ ଓଇଲା। ମୁଁ ଭାବୁଥିଲି ସେ 20 ଲକ୍ଷ ଟଙ୍କାଟା ମୁଁ ତ ସ୍ତ୍ରୀ ବେଙ୍ଗିଲି ଆକାଉଣ୍ଟରେ ପକାଇଦେବି। ଆଉ ଯଦି ପରେ କିଛି ଅସୁବିଧା ହବ ତାହେଲେ ଆମେ ଆଉ ଫସିବା ନାହିଁ। ମୁଁ କଣ କହିବି ଆଜ୍ଞା? ମୁଁ ତ ମୂର୍ଖ ଲୋକ। ଆପଣଙ୍କୁ ଯାହା ଉଚିତ ଲାଗୁଛି ଆପଣ କରନ୍ତୁ। ହଉ ତାହେଲେ ଚାଲେ ଶୀଘ୍ର। ହ୍ୟାଲୋ। हेलो नमस्कार, मैं अमिताभ बच्चन कहूची। ଅମିତାଭ ବଚ୍ଚନ ନା କହିତା ରଖ ମୋବାଇଲ ସକାଳଟାରୁ ମୁଣ୍ଡ ଖରାପ କଲାଣି। अरे भाई, आपको क्या मजाक लग रहा है? मैं कौन बनूंगा करोड़पति से अमिताभ बच्चन कह रहा हूँ। ନାଇଁ ମତେ ବିଶ୍ୱାସ ହଉନି। ଯଦି ତମେ ଅମିତାଭ ବଚ୍ଚନ କହୁଛ ତେବେ କହିଲ ହାଏ। हाय ବେଙ୍ଗିଲି ଛୁଞ୍ଚିଆ କୁଆଡେ ଗଲ? ଦୌଡ଼ି ଆସ, ଅମିତାଭ ବଚ୍ଚନ ଫୋନ କରିଛି। ନମସ୍କାର ଆଜ୍ଞା, ନମସ୍କାର। अरे भाई, तुम कॉल के सामने से डहरिया बिकोरे क्यों होते हो? मत हो, तुम्हारे लिए एक खुशखबरी है। खुश खबरी? हाँ महाशय, मैं अभिषेक का राण दखल कह रहा हूँ। तुम्हारे अकाउंट में 12 कोटी टका जाएंगे। 12 कोटी? नहीं, माने मुझे ये मिच कथा लगता है। अरे भाई, मैं अभिषेक का राण दखल कह रहा हूँ ना। आपको क्या मजाक लग रहा है? ମାନେ ଯୋଉ କିଛି ମାନେ କିଛି ଭଲ ମନ୍ଦ ଥବ ନା, ମାନେ ଏମିତି କେମିତି ପଡ ଗया? एक लकी ड्रॉ सिलेक्शन हुआ था, उसी में आपका नंबर आ गया। ହଉ ବିଶ୍ୱାସ କଲି ଯେ, ହେଲେ ମାନେ कैसे केମିତି ଉଠାଇବ ପଇସା? पैसा तुम उठाएगा। पहले अपना अकाउंट नंबर देगा, फिर अपना ATM पिन देगा और फिर मुझे यस लिख के भेजेगा। उसके बाद सारा पैसा तुम्हारे अकाउंट में ट्रांसफर हो जाएगा। माने माने मेरे निज का अकाउंट नहीं है, लेकिन मेरी स्त्री बेंगिल का है। माने उसका चलेगा? हाँ हाँ चलेगा, दौड़ेगा, जल्दी जल्दी भेजो। इसी नंबर में भेज देगा? हाँ हाँ जल्दी जल्दी इसी नंबर में भेजो। पैसा मिलिब। एथर मु एमएलए हेबाटा निश्चय। एमएलए बिलुआ छोटराय। पैसा मिलिब, पैसा मिलिब। अरे छुचिया
କିଣିଦେବି। କ'ଣ ଆଇଫୋନ କିଣିଦେବ? ମୁଁ ଯାଉଛି। ପଇସା ମିଳିବ ଏଥର ମୁଁ ଏମଏଲଏ ହେଇଯିବି। ମୁଁ ତ ଏମଏଲଏ ହେଇଯିବି, ଏମଏଲଏ ହେଇଯିବି, ଏମଏଲଏ ହେଇଯିବି। ପଇସା ମିଳିବ ଏମଏଲଏ ହେଇଯିବି, ଏମଏଲଏ ହେଇଯିବି। ବାପା ବୋଉର ଏଟିଏମ୍। ହେଇଗଲା, ପଇସା ଆସିବ। ଆଲୋ ବେଙ୍ଗିଲି, କୁଆଡେ ଗଲୁ? ଦୌଡ଼ିଆ, ପଇସା ମିଳିବ। ଆରେ ବେଙ୍ଗିଲି, ଆମ ଅମିତା ବଚ୍ଚନ ଫୋନ କରିଥିଲା, 12 କୋଟି ଟଙ୍କା ମିଳିବ। ପଇସା ଆସିଲେ ମୁଁ ତୋ ପାଇଁ ତିନିଟା ରାଣୀ ହାର କିଣିଦେବି। ଇଏ ଅମିତା ବଚ୍ଚନ, ଇଏ ତ ଫଟା କପାଳରେ ପୁଣି ଲଟେରୀ। ମତେ ବିଶ୍ୱାସ ହଉନି। ତୁ ରହୁନୁ, ମୁଁ ତୋର ଆକାଉଣ୍ଟ ନମ୍ବରଟା ଦେଇଛି, ପଇସା ଆସୁଥିବ। ପଇସା ଆସିବ, ଆସିଗଲା, ପଇସା ଆସିଗଲା। ଦେଖିଲୁ ଛୁଞ୍ଚିଆ, ପଇସା ଆସିଥିବ। ବାପା ଗଲା, ସବୁ ଚାଲିଗଲା। ମୋର ଆଇଫୋନ ଆସିଲାନି। ବୋଉ ଆକାଉଣ୍ଟରେ ପୁରା ଖାଲି, ମାତ୍ର 40 ପଇସା ଅଛି। ବାପା ତମେ କୋଉ ଅମିତାଭ ବଚ୍ଚନଙ୍କୁ ନମ୍ବର ଦେଇଥିଲ? ତୁ କିଛି ଜାଣିନୁ, ପଇସା ଆସିଥିବ। ଏଇ ଦେଖୁନ ପଇସା କଟିଛି ବୋଲି ମେସେଜ ଆସିଛି। ହଇରେ ରହି ଜଳା ବାଡ଼ି ପୋଷା ମାଙ୍କଡ଼ ମୁଆ, କାହାକୁ ମୋ ନମ୍ବର ଦେଇଥିଲୁ? ମୁଁ ମୋ ସୁଭଦ୍ରା ଯୋଜନାର 40,000 ଟଙ୍କା ମୋ ଆକାଉଣ୍ଟରେ ମୁଣ୍ଡ ମାରି ରଖିଥିଲି। ଆଲୋ ଅମିତା ବଚ୍ଚନ ପରା କହିଲା ଆକାଉଣ୍ଟ ନମ୍ବର ଦେଲେ ପଇସା ଆସିବ। ମୁଁ ଗୋଟେ କାନ ଫୁଲ କିଣିବା ପାଇଁ 40,000 ଟଙ୍କା ମୋ ଆକାଉଣ୍ଟରେ ମୁଣ୍ଡ ମାରି ରଖିଥିଲି। ତୁ ସବୁ ସାରିଦେଲୁ, କୁଆଡେ ଗଲା ମୋ ଝାଡୁ? ରହ, ତୁ ସଦା ମାରେ ନା, ମାରେ ନା ଲୋ ବେଙ୍ଗିଲି, ମାରେ ନା, ମରିଯିବି ଲୋ, ମାରେ ନା ମତେ। ଖାଲି କ'ଣ 40,000? ଧନିଆ ଭାଇ ତ ଆକାଉଣ୍ଟରେ 20 ଲକ୍ଷ ଟଙ୍କା ପକେଇଥିଲା, ସେ ସବୁ ବି ଗଲା। ମୁଁ ଭାସିଗଲି ଲୋ। ମୁଁ କିଛି ଜାଣିନି। ଯଦି ମୋ ସୁଭଦ୍ରା ଯୋଜନାର 40,000 ଟଙ୍କା ଆଜି ସନ୍ଧ୍ୟା ବେଳକୁ ମୋତେ ନ ଦେଲୁ, ଅନାନି, ମୁଁ ତତେ କଞ୍ଚା ଚୋବେଇ ଦେବି। ନାଇଁ ଲୋ ବେଙ୍ଗିଲି, ମତେ ଆଉ ମାରେ ନା। ମୁଁ ସନ୍ଧ୍ୟାବେଳେ ତୋର ସବୁ ପଇସା ଫେରେଇ